ଇଭିଏମ୍ ମେସିନ୍ ଭଙ୍ଗା ଘଟଣାରେ ବିଧାୟକ ପ୍ରଶାନ୍ତ ଜଗଦେବ ଗିରଫ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଖୋର୍ଦ୍ଧା ବେଗୁନିଆ ନିର୍ବାଚନ ମଣ୍ଡଳୀର 144 ନମ୍ବର ବୋଲଗଡ଼ ବ୍ଲକର କାଉଁରିପାଟଣା ସ୍କୁଲ ବୁଥରେ ଇଭିଏମ୍ ମେସିନ୍ ଭଙ୍ଗାରୁଜା ଫଳରେ ଦିନ 3ଟାରୁ 5ଟା ପର୍ଯ୍ୟନ୍ତ ଭୋଟ ବନ୍ଦ ରହିଥିଲା। ଦୀର୍ଘ 2 ଘଣ୍ଟା ପରେ ପୁଣି ସ୍ୱାଭାବିକ ହୋଇଥିଲା ଭୋଟ ଗ୍ରହଣ। ଘଟଣାରୁ ପ୍ରକାଶ ଯେ ଗତକାଲି ମଧ୍ୟାହ୍ନ ସମୟରେ ଚିଲିକାର ବିଧାୟକ ତଥା ଖୋର୍ଦ୍ଧା ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ନିଜ ବୁଥରେ ଭୋଟ ଦେବାକୁ ଯାଇଥିବା ବେଳେ ଗଣ୍ଡଗୋଳ ଘଟିଥିଲା। ଏଥିସହିତ ଇଭିଏମ୍ ମେସିନ୍ ଭଙ୍ଗାରୁଜା ହୋଇଥିଲା। ଇଭିଏମ୍ ଭଙ୍ଗାରୁଜା ଅଭିଯୋଗ ପରେ ପରିସ୍ଥିତି ଆହୁରି ଗମ୍ଭୀର ହୋଇଥିଲା। ଏହାପରେ ପ୍ରଶାନ୍ତ ଜଗଦେବ ଘଟଣାସ୍ଥଳରୁ ଯିବା ରାସ୍ତାରେ ଖୋର୍ଦ୍ଧା ଏସ୍ଡିପିଓ ରାସ୍ତାରୁ ପ୍ରଶାନ୍ତ ଜଗଦେବଙ୍କୁ ଧରି ନେଇ ବୋଲଗଡ଼ ଥାନାରେ ଅଟକ ରଖିଥିଲେ। ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଏହାପରେ ବିଜେପି କର୍ମୀ ଆସି ଥାନାରେ ହୋ ହଲ୍ଲା କରିବା ସହିତ ପ୍ରଶାନ୍ତ ଜଗଦେବ ନିର୍ଦ୍ଦୋଷ ବୋଲି ଦାବି କରିଥିଲେ। ଏହାର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉ ବୋଲି ସେମାନେ କହିଛନ୍ତି। ସେପଟେ ଘଟଣାସ୍ଥଳରେ ଖୋର୍ଦ୍ଧା ଏସ୍ପିଙ୍କ ସହିତ ଡିଆଇଜି ପହଞ୍ଚି ତଦନ୍ତ ଜାରି ରଖିଥିଲେ। ବୋଲଗଡ଼ରୁ ଏସ୍କେ ଜାଫରଙ୍କ ରିପୋର୍ଟ, ଉତ୍କଳମେଳ ଟିଭି।